ମୁଁ ଏବେ ଟିଭିରେ ଦେଖିଲି ତାଙ୍କ ଉପରେ କାଳିମାଡ଼ ହେଇଛି। କାହିଁକି ପକାଇଛନ୍ତି କିଏ ପକାଇଛନ୍ତି ସେ ବିଷୟରେ ଜାଣିନି, କିନ୍ତୁ ମୁଁ କିଛି ଦିନ ତଳେ ପ୍ରେସିଡେଣ୍ଟକୁ ଗୋଟେ ଚିଠି ଲେଖିଥିଲି, ଗୋଟେ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ଭାବରେ ଦଳର ଲେଖିଥିଲି ଯେ ତୁରନ୍ତ ଡକାନ୍ତୁ, ମିଟିଂ ଡକାନ୍ତୁ, ପିସିସି ଉଚ୍ଚ ଆମର ରାଜନୈତିକ ଦଳର ପ୍ରଦେଶର ଯେଉଁ ଅଛି କମିଟି ଅଛି ତାକୁ ଡକେଇକରି ଆଲୋଚନା କରାଯାଉ, କ'ଣ କ'ଣ ସବୁ ବ୍ୟତିକ୍ରମ ହେଇଛି, କାହାର କ'ଣ ଅସନ୍ତୋଷ ରହିଛି। ଅସନ୍ତୋଷ ତ ନିଶ୍ଚୟ ରହିଛି ଲୋକଙ୍କ ଭିତରେ, ଦଳ ଭିତରେ ରହିଛି, କିନ୍ତୁ କାଳି ପକାଇକିରି ଏମିତି ସମାଧାନ ହୁଏନି। ତାହା ଆଲୋଚନା ହେବ, ଘର ଭିତରେ ବସିକରି ଚାରିକାନ୍ତ ବସିକରି ସଭାପତି ରହିବେ, ପ୍ରଭାରୀ ରହିବେ, ତାଙ୍କ ସାମ୍ନାରେ ଆଲୋଚନା ହେବ ଏବଂ ସମସ୍ତ ବରିଷ୍ଠ ନେତାମାନେ, କଂଗ୍ରେସ ଦଳର ନେତାମାନେ ତାଙ୍କୁ ସେମାନେ ବସିବା ଉଚିତ, କାରଣ ତାଙ୍କର ଅଭିଜ୍ଞତା ସବୁ ଅଛି କଂଗ୍ରେସ ଦଳ ସମ୍ପର୍କରେ। ସେମାନେ ସବୁ ବସିକରି ଆଲୋଚନା କରିବେ, ତାହେଲେ ଆଲୋଚନା ହେଲେ ସେଇଠି ଯିଏ ଯାହା କହିବା କଥା କହିବେ, କରିକରି ତାପରେ ତାର ନିର୍ଯାସ ବାହାରିବା ଦରକାର। ଏମିତି କିଏ କାଳି ପକାଇ ଦେଇ ଚାଲିଗଲେ କ'ଣ ସେଥିରେ ସମସ୍ୟା ସମାଧାନ ହୁଏ? ମୁଁ ଏ କାଳି ପକାଇବାଟାକୁ ଗ୍ରହଣ କରିପାରୁନାହିଁ, କିନ୍ତୁ ଆ ପଛରେ କ'ଣ କାରଣ ରହିଛି, ଯେଉଁ ଅସନ୍ତୋଷ ରହିଛି ସେ ଅସନ୍ତୋଷକୁ ମୁଁ ଅସ୍ୱୀକାର କରିପାରୁନାହିଁ। ସେ ଅସନ୍ତୋଷକୁ ଇଏ କରିବା ପାଇଁ, ପ୍ରଶମିତ କରିବା ପାଇଁକି ତୁରନ୍ତ ପ୍ରାଦେଶିକ ସ୍ତରର ଉଚ୍ଚକ୍ଷମ ମାନେ ରାଜନୈତିକ ବ୍ୟକ୍ତିମାନଙ୍କର, ବରିଷ୍ଠ ନେତାମାନଙ୍କର ବୈଠକ ଡକାଯାଇକରି ତାର ସବୁ ଆଲୋଚନା କରାଯିବା ଉଚିତ। ସେ ଯାହା ହେବ ଆଲୋଚନାରେ ଜଣାପଡ଼ିବ, କିଏ ଦେଇଛି କାହାକୁ, କିଏ ନେଇଛି କାହାକୁ। ଧର ଜଣେ କହିଲା ଯେ ଟିକେଟ୍ ଦେବାରେ ପଇସା କାରବାର ହେଇଛି, ସେ ପ୍ରମାଣ କରିବ ସେଟା ଭିତରେ, କିନ୍ତୁ ବାହାରେ କହିକରି କାଳି ପକାଇ ଦେଲେ କ'ଣ ଏ ସମସ୍ୟା ସମାଧାନ ହେଇଯିବ ବା ଏ କଥା ପଦାକୁ ଆସିବ? ଏ କଥା ପଦାକୁ ଆସିବ ନାହିଁ କାଳି ପକାଇ ଦେଲେ। ଏ କଥା ଆସିବ ଯଦି ଘର ଭିତରେ ଆଲୋଚନା ହୁଏ ଯେ ଇଏ ହେଇଛି ପଇସା ଦେଇକି ବା ଯାହା ଅଭିଯୋଗ ଯାହାର ଅଛି। ଆଉ ସେମିତି କ'ଣ କହିଦେଲେ ବା ଯିଏ ଜଣେ କହିଦେଲା ତାକୁ ଯେ ସମସ୍ତେ ବିଶ୍ୱାସ କରିଯିବେ ଏମିତି ବି କଥା କିଛି ନାହିଁ। ହଁ, ନିଟ୍ ସେ ତ ସାରା ଭାରତବର୍ଷର ସମସ୍ୟା। ନିଟ୍ର ଏ ସାରା ଭାରତବର୍ଷର ସମସ୍ୟା, ଏ ଆଜିକାର କଥା ନୁହେଁ। ଗତ 5 ବର୍ଷ ଧରିକିରି ଲିକ୍ ହେଉଛି, କୋଶ୍ଚିନ୍ ପେପର ଲିକ୍ ହେଉଛି, ପିଲାମାନଙ୍କର ଭିତରେ ଯେଉଁମାନେ ଯାଉଛନ୍ତି ଅସ୍ଥିରତା ସୃଷ୍ଟି ହେଉଛି। ଏପରିକି କେତେ ଗୁଡ଼ିଏ ପରୀକ୍ଷା ଚାକିରି ଦେବା ପାଇଁ ପିଲାମାନେ ଯାଇଛନ୍ତି, ମାନେ ସେ ପରୀକ୍ଷା କ୍ୟାନସଲ୍ ହେଇଛି, ସେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରିଛନ୍ତି। ସେଇଥିପାଇଁ କଂଗ୍ରେସ ସର୍ବଭାରତୀୟ ସ୍ତରରେ ଇସ୍ତାହାରରେ ରଖିଥିଲା ଆମେ ଆସିଲେ ଏପରି ବ୍ୟବସ୍ଥା କରିବୁ ଯେଉଁଥିରେ ଏଇ ଲିକ୍ ପ୍ରଶ୍ନପତ୍ର ବନ୍ଦ ହେବ ଏବଂ ପିଲାମାନେ ବା ଯେଉଁମାନେ ପରୀକ୍ଷାର୍ଥୀ ଯାଉଛନ୍ତି ସେମାନେ ନ୍ୟାୟ ପାଇବେ। ଏଣୁ ସେ ନ୍ୟାୟ ପାଇବା ପାଇଁକି ସେ ଗୋଟେ ବଡ଼ ଇଏ ଦେଇଥିଲେ, ଘୋଷଣାନାମା ଗ୍ୟାରେଣ୍ଟି ଦେଇଥିଲେ। এই কারণରୁ 5 ବର୍ଷ ହେଲା ଘଟଣା ଘଟି ଚାଲିଛି। ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଏ ଘଟଣାଟା ଅତି ଉଗ୍ର ଭାବରେ ଘଟୁଛି। ସମସ୍ତେ ଏ ଗୋଟେ ଚିରାଚରିତ ଭାଷା, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ, ଆଇନ ତା ବାଟରେ ଯିବ। ଇଏ ପୁରୁଣା ସରକାର କହୁଥିଲା, ପୁରୁଣା ମନ୍ତ୍ରୀ କହୁଥିଲେ, ନୂଆ ସରକାର ନୂଆ ମନ୍ତ୍ରୀ ବି ସେଇ ଭାଷାରେ କହୁଛନ୍ତି। ତେଣୁ ସେଇଟା ବଡ଼ କଥା ନାହିଁ। ବଡ଼ କଥା ହେଉଛି ତୁରନ୍ତ ପ୍ରଥମତଃ ସେ କହିଲେ ଯେ ଏଥିରେ କିଛି ଅନିୟମିତତା ହେଇନାହିଁ। ଯେ ଆମର ଯେ ମନ୍ତ୍ରୀ ଅଛନ୍ତି ଶିକ୍ଷାମନ୍ତ୍ରୀ, ସେ କହିଥିଲେ କିଛି ଅନିୟମିତତା ହେଇନାହିଁ। ପ୍ରଥମେ ଯଦି ଆମେ ଲକ୍ଷ୍ୟ କରୁଥିବା, ଏବେ କହିଲେଣି ଯେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେଣୁ ଜଣାପଡ଼ୁଛି ଖାମଖିଆଲି ଭାବରେ ଷ୍ଟେଟମେଣ୍ଟ ସବୁ ଦିଆଯାଉଛି, ପିଲାମାନଙ୍କର ଭାଗ୍ୟକୁ ନେଇ ଖେଳ ହେଉଛି। ଏହା ପ୍ରତିବାଦରେ, ଏହା ବିରୁଦ୍ଧରେ ସାରା ଭାରତବର୍ଷରେ ଛାତ୍ରମାନଙ୍କର ଯେଉଁ ଆନ୍ଦୋଳନ ଟେକିଛି, ସେଥିପାଇଁ ମୋର ମଧ୍ୟ ସମର୍ଥନ ଅଛି। ସେ ଗୋଟେ ଅଫିସର, ଗୋଟେ ମନ୍ତ୍ରୀ ଭିତରେ ଓପିନିଅନ୍ ଡିଫରେନ୍ସ ଆସୁଛି, ଦୁଇ ପ୍ରକାର ମତ ଆସୁଛି। ମୁଁ ତ ଭାବୁଛି ଏଇଟା ଠିକ୍ ନୁହେଁ। ସେ ଅଫିସରକୁ ଡାକିକି ସେ ପଚାରିଥାନ୍ତେ ଏପରି କାହିଁକି ତୁମେ ଷ୍ଟେଟମେଣ୍ଟଟେ ଦେଲ, କେଉଁ କାରଣରୁ ଦେଲ। ଏପର୍ଯ୍ୟନ୍ତ ସରକାର କିଛି ନୂଆ ସରକାର କିଛି ନିଷ୍ପତ୍ତି ନେଇନାହାନ୍ତି, କରିଥାନ୍ତେ। ହଠାତ୍ ଷ୍ଟେଟମେଣ୍ଟ ଦେଲେ ଜଣାପଡ଼ିଯିବ ଯେ ସରକାର କଥା ଯେ ଗତ କିଛି ବର୍ଷ ଧରିକିରି ସରକାରୀ କର୍ମଚାରୀମାନଙ୍କର ଅତି ତାକୁ ଯେଉଁ କୁହାଯାଏ ମୁହଁ ବଡ଼ା ହେଇଯାଇଥିଲେ, ସେମିତି କଥା ଅନେକ ଲୋକ ଅନୁଭବ କରୁଛନ୍ତି ଏବଂ ରାଜନୈତିକ ଲୋକମାନଙ୍କୁ ପୁରା କଣଠେସା କରିଦିଆଯାଇଥିଲା। ସେଇଟା ଏକଦମ ଠିକ୍, କିନ୍ତୁ ତାଙ୍କୁ ଛାଡ଼ିକିରି ସରକାର ଚାଲିବ ନାହିଁ ବା ଆଙ୍କୁ ଛାଡ଼ିକି ରାଜନୀତି ଚାଲିବ ନାହିଁ। ରାଜନୀତି ସରକାର ଉଭୟ ଚାଲିବା ପାଇଁ ହେଲେ ରାଜନୈତିକ ଲୋକ ବା ମନ୍ତ୍ରୀ ପରିଷଦ, ବିଧାନସଭା
आर गुरुत्व अच्छी एवं सेमती ब्यूरोक्राट माने जो माने ताकू परिचालना करेंगे एग्जीक्यूट करेंगे तांकर भी आवश्यकता अच्छी।